नमस्कार दर्शक बंधु जय जगन्नाथ। तो दर्शक बंधु आज प्रश्न गुड़िक हेउछि भारतर जातीय प्रतीक विषय। तो दर्शक बंधु जदि ये प्रश्न गुड़िक आपण मैंने जानवा चाहूँगी तेबे वीडियो को निश्चित रूपे शेष पर्यंत देखंतु एवं चैनल नुआ थिले वीडियो को लाइक एवं चैनल को सब्सक्राइब कर दियंतु। प्रथम प्रश्नटी हेउछि भारतर जातीय पशुर नाम कौन? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ବାଘ। ଭାରତର ଜାତୀୟ ପଶୁର ନାମ ହେଉଛି ବାଘ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଫୁଲର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ପଦ୍ମ। ଭାରତର ଜାତୀୟ ଫୁଲର ନାମ ହେଉଛି ପଦ୍ମ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଫଳର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଆମ୍ବ। ଭାରତର ଜାତୀୟ ଫଳର ନାମ ହେଉଛି ଆମ୍ବ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଖାଦ୍ୟର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଖିଚଡ଼ି। ଭାରତର ଜାତୀୟ ଖାଦ୍ୟର ନାମ ହେଉଛି ଖିଚଡ଼ି ବା ଖିଚଡ଼ି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ନଦୀର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଗଙ୍ଗା ନଦୀ। ଭାରତର ଜାତୀୟ ନଦୀର ନାମ ହେଉଛି ଗଙ୍ଗା ନଦୀ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଖେଳର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ହକି। ଭାରତର ଜାତୀୟ ଖେଳର ନାମ ହେଉଛି ହକି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପିତାର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ମହାତ୍ମା ଗାନ୍ଧୀ। ଭାରତର ଜାତୀୟ ପିତାର ନାମ ହେଉଛି ମହାତ୍ମା ଗାନ୍ଧୀ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ମାତା ବା ମାଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଭାରତ ମାତା। ଭାରତର ଜାତୀୟ ମାତାଙ୍କ ନାମ ହେଉଛି ଭାରତ ମାତା। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଗଛର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ବରଗଛ। ଭାରତର ଜାତୀୟ ଗଛର ନାମ ହେଉଛି ବରଗଛ। ଶେଷ ପ୍ରଶ୍ନ, ଭାରତର ଜାତୀୟ ପୋଷାକର ନାମ କ'ଣ? ଯଦି ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପେ ଜଣାଇବେ ଏବଂ ଚ୍ୟାନେଲ ନୂଆ ଥିଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।